ମାଡ଼ ଖାଇଲା ବେଳେ ପୋଲିସକୁ ଫୋନ କରୁଛନ୍ତି ଏବଂ ସ୍ଥାନୀୟ ଆଇଆଇସି କହୁଛନ୍ତି କଣ ମାଡ଼ ଖାଇ ତମେ ମରିଯାଉଛ କି? ଏସପି କହୁଛି ଯାଜପୁର ଏସପି ଏକଥା କହୁଛନ୍ତି ଯେ ମାଡ଼ ଖାଇକୁ ମରିଯାଉଛ। ବ୍ୟସ୍ତ 1.5 ଘଣ୍ଟା 2 ଘଣ୍ଟା ପରେ ସେମାନେ ପହଞ୍ଚୁଛନ୍ତି। ମହିଳାଙ୍କୁ ଆପଣ ଭିଜୁଆଲ ଦେଖୁଥିବେ, ଜଣେ ମହିଳା ଆସୁଛନ୍ତି, ମୁଁ ତାଙ୍କ ଭିଜୁଆଲ ଶୋଇକି ଉଠି ଦେଖିଲା ବେଳକୁ ସେ ଗେଟ୍ ପାଖରେ ଠିଆ ଗୋଟିଏ କଥା କହୁଛନ୍ତି, ଆମେ ତ ଫିଷ୍ଟ କରି ଯାଉଛୁ, ଆମକୁ କାହିଁ ମାରୁଛ? ଧାଇଁ ନାଇଁ ମାଡ଼ ହଉଛି। ସେ ଆସୁଛନ୍ତି ଆଜି, ଇଏ କି ପ୍ରକାର ଜିନିଷ? ସବୁଠାରୁ ସର୍ବାଧିକ କର୍ମୀ ହଉଛନ୍ତି ବିଜୁ ଜନତା ଦଳ। ରାଜରାସ୍ତାକୁ ଓହ୍ଲେଇବୁ, ଆଇନ ଶୃଙ୍ଖଳା ଯଦି ହାତକୁ ଆମେ ଯୋଉ ଦିନ ନେବୁ ସେଇଦିନ ସରକାର ବି ଟଳମଳ ହବ। ଅଭଦ୍ରାମୀର ଗୋଟେ ସୀମା ଥିବା ଦରକାର। ହଇଚୋରି କରୁଛ, ଦିନ ଦି ପରେ ଦାଦାଗିରି ଦେଖୁଛ, ଏଗୁଡା କଣ ସବୁ? ଏଟା ସଭ୍ୟତାର 24 ବର୍ଷ ଶାସନ ଆମେ କରୁଛୁ। ଆମେ କାହା ସାଙ୍ଗରେ ଏଭଳି କରୁଥିଲୁ କେବେ? ସେମାନେ ତାଙ୍କର ଫିଷ୍ଟ କରୁଛନ୍ତି। ଆଜି କି କଥା ତମେ ଗୋଡେ ପଡେ ବାଡେଇବ କେଇଟା? ମାନେ 40-50 ବାଇକ୍ ଭାଙ୍ଗିଛ, 2-4ଟା 4 ଭାଙ୍ଗି ଦେଇଛ, କାନ ମୁଣ୍ଡା ଫଟେଇଛ, ସେମାନେ ସମସ୍ତେ ଆସୁଛନ୍ତି। ଆଚ୍ଛା, ସବୁଠାରୁ ବଡ କଥା, ଯୋଉମାନେ ମାଡ଼ ଖାଇଛନ୍ତି ସେମାନେ ଭୁବନେଶ୍ୱର ଆସୁଛନ୍ତି ଏବଂ ସେମାନେ ଘରକୁ ଫେରିବାକୁ ରାଜି ନୁହନ୍ତି। କାରଣ ଘରକୁ ଯାଇ ଓଲଟା ଧମକ ଦିଆଗଲାଣି, ତମ ପିଲା ଛୁଆ ଆସିଲେ ବାପା ମାଙ୍କୁ ଓଲଟା ମାରିବୁ। କି କଥା କୁହନ୍ତୁ ଦେଖିବା ଆଧରେ, କୋଉଠି ଏଟା ହୁଏ? ତେଣୁ ମହିଳାଙ୍କୁ ଯୋଉ ଭାଷା ଆପଣ, ମୁଁ ତ ନିଜେ, ଆପଣମାନେ ତ ଦେଖିଥିବେ ସବୁ, ମୁଁ ତ ନିଜେ ଶୁଣିଛି ଯୋଉ ଭାଷା, ସେ ଭାଷା କହିହେବନି। ତାର ମହିଳା କଣ ସମ୍ମାନ ଦଉଛନ୍ତି ଆପଣମାନେ? ଏ ସରକାର କିଭଳି ଘଟ ଘଟଉଛି? ଗୋଟେ ସ୍ୱାଧୀନ ବିଧାୟକ, ସେ ଜିତିଛି, ସେ କୋଉ ପ୍ରକାର ବ୍ୟବହାର ଆଚରଣ ଉଚ୍ଚାରଣ ତାର କଣ ସବୁ? ଏବଂ ସରକାର ଘଣ୍ଟ ଘୋଡୁଛନ୍ତି ମାନେ ଆମେ କାହା ସଙ୍ଗେ ଏମିତି କରିଥିଲୁ? ବାଥରୁମ ଟାଣି ମାରୁଛ, ପିଟି ଫଟେଇ ଦେଇଛ, ମୁଣ୍ଡ ଫଟେଇଛ, 6ଟା 8ଟା ସିରିଜ ଅଛି। ଯଦି ଏସବୁ ଜିନିଷ ଆଗକୁ ଆମେ ହାତକୁ ନେବୁ ତାହେଲେ ଆମ ଦଳ ସେଇଭଳିଆ ସଂସ୍କାର ଆମକୁ ଦେଇନି ବୋଲି ଆମେ ଏପର୍ଯ୍ୟନ୍ତ ଚୁପ୍ କରୁଛୁ। କଣ ବାହାରିବ ଆମେ ତ ଅପେକ୍ଷା କରୁଛୁ। ଆଜି ଯୋଉ ପ୍ରମିଳା ପା କହିଲେ ଆଉ ମାନ୍ୟବର ବିଧାୟକ ଅରୁଣ ସାହୁ କହିଲେ, ତେଣୁ ଆମେ ରାସ୍ତା ଆମେ ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ଆସିଲୁ। କିନ୍ତୁ ଆମେ ମିଛ ଇଏ ଅତୀତ ଭଳି ଆମେ ଆଉ ଦ୍ୱିତୀୟ ଥର ଠକାମିର ଶିକାର ହବୁନି। ଆମେ ଏଠି ବସି ରହିବୁ, ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଏଠି ବସି ରହିବୁ।